କର୍ଣ୍ଣ କୋଫ୍ତା ବଟର୍ ମସଲା। ଉପକରଣ: ବଡ଼ ଗୋଟା ମକା 2ଟି, ମଧ୍ୟମ ଆକାରର ଆଳୁ 2ଟି, ବେସନ ଅଧା କପ୍, ବେକିଂ ପାଉଡ଼ର ହାଫ୍ ଚା ଚାମଚ, ପୋସ୍ତ ବଟା 2 ଚା ଚାମଚ, କାଜୁ ବଟା 2ରୁ 3 ଚା ଚାମଚ, ପିଆଜ ବଟା 2 ଟେବୁଲ୍ ଚାମଚ, ରସୁଣ ବଟା 1 ଚା ଚାମଚ, ଅଦା ବଟା 1 ଚା ଚାମଚ, ଖଟା ଦହି 100 ଗ୍ରାମ, କଞ୍ଚା ଲଙ୍କା ବଟା 1 ଚା ଚାମଚ, ରିଫାଇନ୍ ତେଲ 50 ଗ୍ରାମ, ଲଙ୍କା ଗୁଣ୍ଡ 1 ଚା ଚାମଚ, ହଳଦୀ ଗୁଣ୍ଡ 1 ଚା ଚାମଚ, ଧନିଆ ଗୁଣ୍ଡ 2 ଚା ଚାମଚ, ଜିରା ଗୁଣ୍ଡ ଅଧା ଚା ଚାମଚ, ଗୋଲାପ ଜଳ 1 ଚା ଚାମଚ, କେଡ଼ୁଆ ଜଳ 2 ଚା ଚାମଚ, ଚିନି 1 ଚା ଚାମଚ, ଲୁଣ ସ୍ୱାଦ ଅନୁସାରେ, ଲହୁଣୀ 50 ଗ୍ରାମ। ପ୍ରଣାଳୀ: ଆଳୁ ସିଝାଇ ଭଲ ଭାବରେ ଚକଟି ନିଅନ୍ତୁ। ଗୋଟା ମକାକୁ ଲୁଣ ପାଣିରେ ଫୁଟାଇ ଦାନା ବାହାର କରି ବାଟନ୍ତୁ। ଏହି ପେଷ୍ଟରେ ଲୁଣ, ଲଙ୍କାଗୁଣ୍ଡ, ଅଦା, ରସୁଣ ବଟା ଓ ସିଝା ଆଳୁ ଦେଇ ଭଲ କରି ଚକଟନ୍ତୁ। ଏଥର ବେସନ ଓ ବେକିଂ ପାଉଡ଼ର ମିଶାଇ ଭଲ କରି ଫେଣ୍ଟି ଗରମ ତେଲରେ କୋଫ୍ତା ଆକାରରେ ଛାଣନ୍ତୁ। କୋଫ୍ତା ଅଲଗା ରଖି ସେହି ତେଲରେ ପିଆଜ ବଟା ହାଫ୍ ଚା ଚାମଚ ଓ ଚିନି ଦେଇ ଭାଜନ୍ତୁ। ଟିକେ ନାଲି ପଡ଼ିଗଲେ ଅଦା, ରସୁଣ ବଟା, ଲଙ୍କା, ହଳଦୀ, ଧନିଆ, ଜିରା ଗୁଣ୍ଡ ଦେଇ ଦିଅନ୍ତୁ। ଖଟା ଦହି ଫେଣ୍ଟି 1 ଚା ଚାମଚ ଚିନି ସହ ଏହି ମିଶ୍ରଣରେ ଢାଳନ୍ତୁ। ଗ୍ରେଭିରେ ଅଳ୍ପ ପାଣି ଛିଞ୍ଚି 2-3 ମିନିଟ୍ ଫୁଟାଇ ପୋସ୍ତ ଓ ବାଦାମ ବଟା ଦିଅନ୍ତୁ। ଅଧା କପ୍ ପାଣି ଦେଇ 2-3 ମିନିଟ୍ ଫୁଟେଇ ଲହୁଣୀ ପକାନ୍ତୁ। ତେଲ ଛାଡ଼ି ଆସିଲେ କୋଫ୍ତା ଦିଅନ୍ତୁ। ଅଳ୍ପ ସମୟ ଫୁଟାଇ ଗୋଲାପ ଜଳ ଓ କେଉଡ଼ା ଜଳ ଢାଳି ଆଞ୍ଚରୁ ଓହ୍ଲାନ୍ତୁ। ଉପରେ ପିଆଜ ରିଙ୍ଗ୍ ଓ କଞ୍ଚା ଲଙ୍କା ସଜେଇ ଗରମ ପରଟା ବା ରୁମାଲି ରୁଟି ସହିତ ଖାଇବାକୁ ଦିଅନ୍ତୁ।